ଇନଷ୍ଟାଗ୍ରାମ ରେ ବନ୍ଧୁତା ହେଲା କାଳ। ଯୁବତୀଙ୍କ ଅଶ୍ଳୀଳ ଫଟୋ ଜଣେ ଯୁବକ ଭାଇରାଲ କରି ବ୍ଲାକମେଲ କରୁଥିବା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାରେ ହୋଇଛି ଅଭିଯୋଗ। ତେବେ ଏହି ଘଟଣାକୁ 1 ମାସରୁ ଅଧିକ ବିତି ଯାଇଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ଆଣିଛନ୍ତି ଯୁବତୀ। ଇନଷ୍ଟାଗ୍ରାମ ରୁ ଗୋଟେ ପିଲା ମୋ ଫଟୋ ନେଇକି ମୋ ସହ ବ୍ଲାକମେଲ କରିକି ଧମକ ଦେଇକି କଥା ହେଇକି ସବୁଦିନ ମାନେ କଲ୍ କରିକି ହଇରାଣ କରେ ଆଉ ভিডিও কল করা ପାଇଁ ବି ବାଧ୍ୟ କରେ। ରାତି ଅଧରେ ଭିଡ଼ିଓ କଲ୍ କରିବା ପାଇଁ ବାଧ୍ୟ କରେ। ମୁଁ କିଛି ଭିଡ଼ିଓ କଲ୍ର କିଛି ନିଏନି ବେଳେ ସେ ଧମକ ଦିଏ କି ଭିଡ଼ିଓ କଲ୍ କ'ଣ ପାଇଁ କରୁନୁ, ସେ ମାରିଦେବ ବୋଲି ଧମକ ବି ଦିଏ। ଆଉ ଏଥିପାଇଁ ଆମେ ପ୍ରଶାସନିକ ବିଭାଗରେ ବି ଏଫଆଇଆର୍ କରିଛୁ। ପ୍ରଶାସନିକ ବିଭାଗ ବି କିଛି ବି ବିଷୟରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ବହୁତ ଦିନରୁ ଆମେ 1.5 ମାସ ହେଇଗଲା ଅଛି ଆମେ ପ୍ରଶାସନିକ ବିଭାଗରେ ଏଫଆଇଆର୍ ଦେଇଛୁ, ତ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଡେଲି ଆମକୁ ଡାକିକି ସନ୍ଧ୍ୟା 7ରୁ 11ଟା ଯାଏଁ ବସାଇ ରଖୁଛନ୍ତି ସାର୍। କିଛି ବି ଆମକୁ ସାନ୍ତ୍ୱନା ଦେଉଛନ୍ତି କି ଯେ ହେଇଯିବ ବୋଲି, କାମ ହେଇଯିବ, ତ ସେ ଡେଲି ବସେଇକି ଆମକୁ ସାନ୍ତ୍ୱନା ଦେଇକି ପଠାଇ ଦେଉଛନ୍ତି। ପୋଲିସ କିଛି ବି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେବେ ଝାରପୋଖରିଆ ଥାନା ଅନ୍ତର୍ଗତ ବଡ଼ଶୋଳ ଅଞ୍ଚଳର ଜଣେ 18 ବର୍ଷିଆ ଯୁବତୀଙ୍କର ଇନଷ୍ଟାଗ୍ରାମ ମାଧ୍ୟମରେ ଜଣେ ଅଜଣା ଯୁବକଙ୍କ ସହ ବନ୍ଧୁତା ହୋଇଥିଲା। କିଛି ଦିନର କଥାବାର୍ତ୍ତା ପରେ ଯୁବକ ଜଣକ ଯୁବତୀଙ୍କ ମୋବାଇଲ ନମ୍ବର ମାଗିବା ସହ ବାରମ୍ବାର ଭିଡିଓ କଲ୍ କରିବାକୁ ବାଧ୍ୟ କରୁଥିଲେ। ତେଣୁ ଏନେଇ ଯୁବତୀ ଓ ତାଙ୍କ ପରିବାର ଲୋକମାନେ ଗତ ଏପ୍ରିଲ 11 ତାରିଖରେ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପୀଡ଼ିତା ଯୁବତୀଙ୍କ ମାମୁଁ କହିଛନ୍ତି। ମୋ ନାଁ ରାଜୁ ସିଂ, ମୁଁ ପୂଜା ନାୟକର ମାମୁଁ। ଆଉ ଗୋଟେ ଘଟଣା ଘଟିଥିଲା କି ମୋ ଭାଣିଜୀ ଫ୍ରେଣ୍ଡ ସର୍କଲରେ ଆସିକି ଗୋଟେ ପିଲା ସହିତ କଥା ହେବା ପାଇଁ ସେ ଫୋର୍ସ କରିଥିଲା ମଧ୍ୟ, ସେ ଆମେ ଜାଣିବା ପାଇଁ ପାଉଛି। ଆଉ ସେ ଫୋର୍ସ କରିକି ବ୍ଲାକମେଲିଂ କରିକି ସେକ୍ସୁଆଲ ଷ୍ଟୋରି ଛାଡ଼େ। ସେ ଷ୍ଟୋରି ଛାଡ଼ିକି ସେ ଭାଇରାଲ କରିବାର ଧମକ ମଧ୍ୟ ଦିଏ। ଏଇଭଳିଆ କରିକି ସେ ବହୁତ ଦିନ କଣ୍ଟାକ୍ଟରେ ଆସିଲା ପରେ ଭିଡ଼ିଓ କଲିଂ ପାଇଁ ପର୍ସନାଲ ନମ୍ବର ମଧ୍ୟ ମାଗିଲା। ଇଏ ଆମ ଝିଅ ଡରିକି ପର୍ସନାଲ ନମ୍ବର ମଧ୍ୟ ସେ ଦେଇଛି। ଦେଲା ପରେ ସେ ବାରମ୍ବାର ଭିଡ଼ିଓ କଲିଂ କରେ, ନ ଉଠେଇଲେ ବହୁତ ଧମକ ମଧ୍ୟ ଦିଏ। ବହୁତ ସେକ୍ସୁଆଲି ଷ୍ଟୋରି ମଧ୍ୟ କହିକି ତାକୁ ବ୍ଲାକମେଲିଂ ବହୁତ କରିଛି। ତାପରେ ମଧ୍ୟ ସେ ତାର କାର୍ଯ୍ୟ ବନ୍ଦ କରିନି। ସେ ରାତି ଅଧରେ ଭିଡ଼ିଓ କଲିଂ କରିବା ପାଇଁ ବାଧ୍ୟ କଲା, ଯେ ଫଳ କି ତାକୁ କିଛି ରେସ୍ପନ୍ସ ନ ଦେଇ ସବୁ ବ୍ଲକ୍ କଲା ପରେ ସିଏ ୟାଙ୍କର ଇନଷ୍ଟା ଆଇଡିରୁ ନେଇକି ଫଟୋ ସବୁ ଭାଇରାଲ କରିଚାଲିଛି। ଏଭଳିଆ ଫଟୋ ଯେ କି ଆମେ କହିବା ବି ଗଣମାଧ୍ୟମରେ କହିବା ପାଇଁ ଆମର ବି ସାହସ ନାହିଁ। ଆମର ସବୁ ପ୍ରୁଫ୍ ଆମେ ଗଣମାଧ୍ୟମକୁ ଦେବା ପାଇଁ ମଧ୍ୟ ଇଚ୍ଛୁକ ହେଉଛୁ। ଏହାପରେ ଏହି ଘଟଣା ମାଧ୍ୟମରେ ଆମେ ଗତ 4 ଏପ୍ରିଲରେ 2024 ଆମେ ଥାନାରେ ଅଭିଯୋଗ ଜଣାଇଥିଲୁ ମଧ୍ୟ। ଥାନା ଅଧିକାରୀମାନେ ଆମକୁ ସାଇବର ଥାନା ଯିବା ପାଇଁ ମଧ୍ୟ କହିଥିଲେ। ଆମେ ମଧ୍ୟ ସାଇବର ଥାନା ଏପ୍ରିଲ 6 ତାରିଖରେ ଆମେ ଯାଇଥିଲୁ। ସାଇବର ଥାନାରେ କେସ୍ ରେଜିଷ୍ଟ୍ରେସନ୍ ହେଇନଥିଲା, କିନ୍ତୁ ସେମାନେ କହିଲେ ଯେ ଏଇ କେସ୍ ଲୋକାଲ ଥାନାରେ ହିଁ ରେଜିଷ୍ଟ୍ରେସନ୍ ହେବ। ତ ଆମେ ଏଇଭଳିଆ ଗୋଟେ ସପ୍ତାହ ଆମକୁ ହଇରାଣ କଲେ କି ଲୋକାଲ ଥାନା ସାଇବର ଅଫିସ୍ ଆମେ ଯାଇକି ଗୋଟେ ସପ୍ତାହ ହଇରାଣ ହେଲୁ। ତା ସହିତ ଆମେ ଏସ୍ପି ସାର୍ଙ୍କ ସହିତ ଦେଖା କରିବା ପାଇଁ ଇଚ୍ଛା ପ୍ରକାଶ କଲୁ। ଆମେ ଗଲୁ ମଧ୍ୟ। ଗତ ଏପ୍ରିଲ 11 ତାରିଖରେ ଆମେ ଏସ୍ପି ଅଫିସ୍କୁ ଗଲୁ, କିନ୍ତୁ ଏସ୍ପି ସାର୍ ସେଦିନ ଥିଲେନି। କିନ୍ତୁ ଏଡ଼ିସନାଲ ମ୍ୟାଡ଼ାମ୍ ସହିତ କଥା ହେଲା ପରେ ସେ ଆମକୁ ହେଲ୍ପ ମଧ୍ୟ କଲେ। ଆଉ IICକୁ କଲ୍ କରିକି ଆମ ସାମ୍ନାରେ କଲ୍ ମଧ୍ୟ କଲେ, ଆଉ ଆମକୁ ଆଶ୍ୱାସନା ଦେଲେ ଯେ ତୁମେ 6ଟାରେ ଝାରପୋଖରିଆ ଥାନାକୁ ଯାଅ, କେସ୍ ରେଜିଷ୍ଟ୍ରେସନ୍ ହେବ। ତେଣୁ ଆମେ 6ଟାରେ ଏପ୍ରିଲ 11 ସନ୍ଧ୍ୟା 6ଟାରେ ଆମେ ଝାରପୋଖରିଆ ଥାନାରେ ଉପସ୍ଥିତ ହେଲୁ। କିନ୍ତୁ ଆମର କେସ୍ ରାତି 10ଟା ପରେ ରେଜିଷ୍ଟ୍ରେସନ୍ ହେଲା। ଆମେ ସେଦିନ 12ଟା ପାଖାପାଖି ଘରକୁ ଫେରିଲୁ। କାର୍ଯ୍ୟାନୁଷ୍ଠାନ କହିବା ପାଇଁ ଗଲେ ଆମେ ବାରମ୍ବାର ଥାନା ଯାଉଛୁ। ଆମ କର୍ତ୍ତବ୍ୟ ଯେହେତୁ ଆମେ ଯାଉଛୁ, ଆମ ଯେହେତୁ କଷ୍ଟ ଲାଗୁଛି ଆମେ ଯାଉଛୁ ଥାନା, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ବେଳେ ଆମର ଅନୁଭବ କରୁନୁ। ମୟୂରଭଞ୍ଜ ଜିଲ୍ଲା ସାରସକଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।